ନମସ୍କାର ବନ୍ଧୁ, ଆପଣ ଦେଖୁଛନ୍ତି ଭିଲେଜ୍ ଟେକ୍ ଓଡ଼ିଆ। ପିଏମ୍ କିଷାନର ପେମେଣ୍ଟ ଅଗଷ୍ଟ 2 ତାରିଖକୁ ରିଲିଜ୍ ହେବା କଥା ଚାଲିଛି। କିନ୍ତୁ ଗୋଟିଏ ବଡ଼ କୋଶ୍ଚିନ୍ ସବୁଠୁ ଅଧିକା ଲୋକ ପଚାରୁଛନ୍ତି, ଯେଉଁମାନେ ଏଗ୍ରିଷ୍ଟେକ୍‌ରେ ରେଜିଷ୍ଟ୍ରେସନ କରିନାହାନ୍ତି, ସେମାନେ ପେମେଣ୍ଟ ପାଇବେ କି ନାହିଁ? ଗଭର୍ଣ୍ଣମେଣ୍ଟ ପିଏମ୍ କିଷାନର ଆଗାମୀ ଇନଷ୍ଟଲମେଣ୍ଟ 2 ଅଗଷ୍ଟ 2025କୁ ରିଲିଜ୍ କରିବା ପାଇଁ ପ୍ଲାନିଂ କରୁଛନ୍ତି। ଏହି ଇନଷ୍ଟଲମେଣ୍ଟ 20 ନମ୍ବର କିସ୍ତି ହେବ, ଯେଉଁଟା 2 ତାରିଖ ଦିନ ଆପଣଙ୍କର ଖାତାରେ ପଡ଼ିବ। ଏଗ୍ରିଷ୍ଟେକ୍ ରେଜିଷ୍ଟ୍ରେସନ କାହା ପାଇଁ ଜରୁରୀ? ଏଗ୍ରିଷ୍ଟେକ୍ ହେଉଛି ଭାରତ ସରକାରଙ୍କର ଡିଜିଟାଲ ଏଗ୍ରିକଲଚର ପ୍ଲାଟଫର୍ମ, ଯେଉଁଥିରେ ଆପଣମାନେ ଆପଣଙ୍କର ଜମି ସେଠିରେ ରେଜିଷ୍ଟ୍ରେସନ କରନ୍ତି। କିନ୍ତୁ ପିଏମ୍ କିଷାନ ସ୍କିମ୍‌ରେ ଏଗ୍ରିଷ୍ଟେକ୍ ରେଜିଷ୍ଟ୍ରେସନ ମ୍ୟାଣ୍ଡେଟରୀ ନ କରିବାକୁ କୁହାଯାଇଛି। କାହିଁକି ନା ଓଡ଼ିଶାରେ 90%ରୁ ଅଧିକା ଜମି ନିଜ ନାମରେ ନାହିଁ, ତାଙ୍କ ଜେଜେବାପାଙ୍କ ନାମରେ ଅଛି କିମ୍ବା ପୂର୍ବପୁରୁଷଙ୍କ ନାମରେ ଅଛି। ଏଗ୍ରିଷ୍ଟେକ୍‌ରେ ରେଜିଷ୍ଟ୍ରେସନ ନ କରିଥିଲେ ମଧ୍ୟ ଆପଣଙ୍କର ପେମେଣ୍ଟ ମିଳିବ ଯଦି ଆପଣଙ୍କର ପିଏମ୍ କିଷାନ ପୋର୍ଟାଲରେ ରେକର୍ଡ ଅପଡେଟ୍ ଅଛି, ଯେମିତି ଆଧାର କାର୍ଡ଼, ବ୍ୟାଙ୍କ ପାସବୁକ୍ ଏବଂ ଜମି ପଟ୍ଟା। ଏବେ ଜାଣିବା ଯେଉଁମାନେ ପେମେଣ୍ଟ ପାଉନାହାନ୍ତି ସେମାନେ କ'ଣ କାମ କରିବେ। ଯଦି ଆପଣ ପେମେଣ୍ଟ ପାଉନାହାନ୍ତି, ତାହେଲେ ଚେକ୍ କରନ୍ତୁ ପିଏମ୍ କିଷାନ ପୋର୍ଟାଲରେ ଯାଇକି ଷ୍ଟାଟସ୍ ଚେକ୍ କରନ୍ତୁ। ତାପରେ ବ୍ୟାଙ୍କ ଆକାଉଣ୍ଟ, ଆଧାର କାର୍ଡ଼ ସାଙ୍ଗରେ ଡିବିଟି ଲିଙ୍କ ଅଛି କି ନାହିଁ ସେଇଟା ଚେକ୍ କରନ୍ତୁ। ଏନପିସିଆଇ ୱେବସାଇଟ୍‌କୁ ଯାଇକି ଚେକ୍ କରିପାରିବେ। ମୁଁ ଗୋଟେ ଜିନିଷ ଆପଣମାନଙ୍କୁ କ୍ଲିୟର କରିଦେବାକୁ ଚାହୁଁଛି, ପୂର୍ବରୁ ଯେଉଁଟା କାଳିଆ ଯୋଜନା ଥିଲା, ଏବେ ସେଇଟା ସିଏମ୍ କିଷାନ ହେଇଯାଇଛି। ଆଉ ଯଦି ସିଏମ୍ କିଷାନରେ ଯଦି ଆପଣମାନେ ପଞ୍ଜୀକରଣ କରୁଛନ୍ତି, ତାହେଲେ ପିଏମ୍ କିଷାନରେ ଅଟୋମେଟିକାଲି ଆପଣଙ୍କର ନାଁ ଶୋ କରିବ। ପିଏମ୍ କିଷାନରେ ଆପ୍ଲାଏ କରିବାକୁ ପଡ଼ିବନି। ଯଦି ପିଏମ୍ କିଷାନର ଷ୍ଟାଟସ୍‌ରେ ଆପଣଙ୍କର ଡାଟା ନଟ୍ ଫାଉଣ୍ଡ ଲେଖୁଛି, ତାହେଲେ ଟେନସନ୍ ନିଅନ୍ତୁନି। ଗୋଟେ କିସ୍ତି ପାଇଲା ପରେ ଆପଣଙ୍କର ଡାଟା ସେଇଠି ଶୋ କରିବ। ଏଇଠି ଦେଖନ୍ତୁ, ପିଏମ୍ କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇନଥିବା ସିଏମ୍ କିଷାନ ହିତାଧିକାରୀ କ୍ଷୁଦ୍ର ଓ ନାମମାତ୍ର ଚାଷୀ। ସିଏମ୍ କିଷାନ ଯୋଜନାରେ ସହାୟତା ଜାରି ରଖିବା ପାଇଁ ନିମ୍ନଲିଖିତ ବାଧ୍ୟତାମୂଳକ ଆବଶ୍ୟକତାଗୁଡ଼ିକ ପୂରଣ କରନ୍ତୁ। ଯେମିତି ବ୍ୟାଙ୍କ ଖାତା ସହିତ ଆଧାର କାର୍ଡ଼, ଡିବିଟି ଲିଙ୍କ କରିବାକୁ ପଡ଼ିବ ଏବଂ କୃଷକ ଓଡ଼ିଶା ପୋର୍ଟାଲରେ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ। ପଞ୍ଜୀକରଣ ଶେଷ ତାରିଖ ହେଉଛି 7/9/2025। ଯଦି ଆପଣମାନେ ସିଏମ୍ କିଷାନ ଟଙ୍କା ପାଉଛନ୍ତି ଏବଂ ପିଏମ୍ କିଷାନ ଟଙ୍କା ପାଉନାହାନ୍ତି, କିମ୍ବା ଆପଣ ନୂଆ ଆପ୍ଲାଏ କରିଛନ୍ତି ସିଏମ୍ କିଷାନରେ ଏବଂ ପିଏମ୍ କିଷାନ ଥରେ ବି ପାଇନାହାନ୍ତି ଏବଂ ପିଏମ୍ କିଷାନ ପୋର୍ଟାଲରେ ଗଲାପରେ ଷ୍ଟାଟସ୍‌ରେ ରେକର୍ଡ ନଟ୍ ଫାଉଣ୍ଡ ଲେଖୁଛି, ତାହେଲେ ଗୋଟେ କିସ୍ତି ମିଳିଲା ପରେ ସେଠି ରେକର୍ଡ ଶୋ କରିବ। 20 ନମ୍ବର କିସ୍ତି ତ ଆପଣମାନଙ୍କୁ ମିଳିଯିବ, କିନ୍ତୁ 21 ନମ୍ବର କିସ୍ତି ସେଇଟା ମିଳି ନପାରେ, ଯେହେତୁ ଏଗ୍ରିଷ୍ଟେକ୍‌ରେ ରେଜିଷ୍ଟ୍ରେସନ କରିବାକୁ ବାଧ୍ୟତାମୂଳକ କରିଦେଇଛନ୍ତି ସରକାର। ଆପଣ ଏଗ୍ରିଷ୍ଟେକ୍‌ରେ ରେଜିଷ୍ଟର କରିଛନ୍ତି କି? କମେଣ୍ଟରେ ଲେଖନ୍ତୁ। ଏହି ଭିଡ଼ିଓକୁ ଲାଇକ୍, ସେୟାର ଆଉ ଭିଲେଜ୍ ଟେକ୍ ଓଡ଼ିଆକୁ ସବସ୍କ୍ରାଇବ୍ କରନ୍ତୁ, ଯାହାକି ଆପଣଙ୍କୁ ସରକାରୀ ଯୋଜନାରେ ସବୁଠୁ ଆଗେ ଅପଡେଟ୍ ମିଳିପାରିବ।